Hey friends, praise the Lord. I am having a very good news for you all. ସତରେ ଆପଣମାନଙ୍କ ପାଇଁ ଗୋଟେ ବହୁତ ଖୁସିର ଖବର ମୋ ପାଖରେ ଅଛି, ସୁସମାଚାର ଅଛି, ଯାହା ଯୋହନ 14:6ରେ ଲେଖାଯାଏ, ଯୀଶୁ ତାଙ୍କୁ କହିଲେ, ମୁଁ ପଥ, ସତ୍ୟ ଓ ଜୀବନ, ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ। My friends, today my topic is about the way. ଯୀଶୁ କହିଲେ, ମୁଁ ପଥ, ସେଥିପାଇଁ ଆଜି ଯେତିକି ଲୋକ ନିଜ ଜୀବନରେ ନିରାଶରେ ଅଛନ୍ତି, ଯେଉଁମାନଙ୍କୁ ଲାଗୁଛି ମୋର ଜୀବନରେ କୌଣସି ପଥ ଦେଖାଯାଉନାହିଁ, ମୁଁ କିଛି କରିପାରୁନାହିଁ, I am not having any idea what shall I do, ମୁଁ ପ୍ରୋବ୍ଲେମରେ ପଡ଼ିଛି, ମୋତେ ରୋଗ ହେଇଛି, ମୋତେ ଚିନ୍ତା ଅଛି, ମୋତେ ଭବିଷ୍ୟତକୁ ନେଇ ଚିନ୍ତା ଅଛି, ମୋର କ୍ୟାରିୟରକୁ ନେଇ ମୁଁ ବହୁତ ଚିନ୍ତିତ ଅଟେ। I want to tell you today, Jesus is saying that I am the way. ଯେଉଁମାନଙ୍କୁ ଲାଗୁଛି ମୋ ଜୀବନରେ ପଥ ନାହିଁ, ମୁଁ ପଥ ହରା ହୋଇଅଛି, ମୁଁ ଚାଲିବା ପାଇଁ ରାସ୍ତା ମୋତେ ଦେଖାଯାଉନାହିଁ, ମୋର ଭବିଷ୍ୟତ ଉଜ୍ଜଳ ହେଲା ପରି ମୋତେ ଲାଗୁନାହିଁ, ମୁଁ ଦୁଃଖରେ ପଡ଼ିଛି, ସମସ୍ୟାରେ ପଡ଼ିଛି, ଚିନ୍ତାରେ ପଡ଼ିଛି, ମୋତେ କୌଣସି ରାସ୍ତା ଦେଖାଯାଉନାହିଁ, ମୁଁ କ'ଣ କରିବି, ମୁଁ ଉପାୟ ଶୂନ୍ୟ ହେଇଛି, ମୁଁ କିଛି କରିପାରୁନାହିଁ ବୋଲି ଯେଉଁମାନେ ଭାବୁଛନ୍ତି, ଆଜି ଯୀଶୁ ସେମାନଙ୍କୁ କହୁଛନ୍ତି, ମୁଁ ପଥ, ମୁଁ ମାର୍ଗ, ମୁଁ ରାସ୍ତା ଅଟେ। I am the way. ଆଜି ଯେଉଁମାନେ ନିଜ ଜୀବନରେ ଚାଲିବା ପାଇଁ ରାସ୍ତା ପାଇପାରୁନାହାନ୍ତି, ଯେଉଁମାନେ ନିଜ ଜୀବନରେ କନଫ୍ୟୁଜନ୍ ନେଇକି ବସିଛନ୍ତି, ଯେଉଁମାନେ ନିଜ ଜୀବନରେ ଶାନ୍ତି ଅନୁଭବ କରୁନାହାନ୍ତି ଏବଂ ସ୍ପେଶିଆଲି ଯେଉଁ ଯୁବା ଯୁବତୀମାନେ ନିଜର ଭବିଷ୍ୟତ, ନିଜର ଫ୍ୟୁଚରକୁ ନେଇକି ଚିନ୍ତିତ ଅଟନ୍ତି, କ'ଣ କରିବେ ସେମାନେ କିଛି ଭାବିପାରୁନାହାନ୍ତି, କୌଣସି ପଥ ଦେଖାଯାଉନାହିଁ ସେମାନଙ୍କୁ, ଆଜି ଯୀଶୁ ସେମାନଙ୍କୁ କୁହନ୍ତି, I am the way, because he is the way. Hallelujah. Where there is no seems to be way, he is the way. ମୁଁ ବହୁତ ଚିନ୍ତାରେ ଅଛି, ମୋତେ କୌଣସି ରାସ୍ତା ଦେଖାଯାଉନାହିଁ, I am not having any idea what shall I do, where shall I go, what is going to happen in my life. ମୋ ଜୀବନରେ କ'ଣ ଘଟିବାକୁ ଯାଉଛି, କ'ଣ ହେବାକୁ ଯାଉଛି, ମୋର ଭବିଷ୍ୟତ କେମିତି ହେବ, ଏସବୁ ବିଷୟ ନେଇକି ଯେଉଁମାନେ ଚିନ୍ତିତ ଅଟନ୍ତି, ଆଜି ସେମାନଙ୍କୁ ଯୀଶୁ କହିବାକୁ ଚାହାନ୍ତି, I am the way. I will guide you, I will lead you, I will be with you. ମୁଁ ତୋର ସବୁ କିଛି କରିବି, ମୁଁ ତୋ ସହିତ ରହିବି, ମୁଁ ତୋତେ ରାସ୍ତା ଦେଖାଇବି। କ'ଣ ମୋର ଯୁବା ଯୁବତୀ ଭାଇ ଭଉଣୀମାନେ, ଆପଣମାନେ ଯୀଶୁଙ୍କୁ ନିଜର ପଥ କରିବା ପାଇଁ ପ୍ରସ୍ତୁତ? କ'ଣ ଆପଣମାନେ ଯୀଶୁଙ୍କୁ ନିଜର ରାସ୍ତା କରିବା ପାଇଁ ରେଡି? ତେବେ ଯୀଶୁ ଆଜି କୁହନ୍ତି, I am the way. ମୁଁ ପଥ, ମୁଁ ମାର୍ଗ। ବାହାରେ କାହିଁକି ଖୋଜୁଛ ରାସ୍ତାକୁ? କାହିଁକି ଅନ୍ୟ ଲୋକମାନଙ୍କ ପାଖରେ ଯାଇ ରାସ୍ତା ଖୋଜୁଛ? ଯୀଶୁ କୁହନ୍ତି, ମୁଁ ମାର୍ଗ, ମୁଁ ପଥ, I will lead you. ମୁଁ ତୁମକୁ ଶାନ୍ତି ଦେବି, ମୁଁ ତୁମକୁ ତୁମର ଭବିଷ୍ୟତ ସଫଳ କରିବା ପାଇଁ ସାହାଯ୍ୟ କରିବି, ମୁଁ ତୁମ ସହିତ ରହିବି, ମୁଁ ତୋତେ ରାସ୍ତା ଦେଖାଇବି। I am the way. ମୁଁ ରାସ୍ତା, ମୁଁ ପଥ, ମୁଁ ମାର୍ଗ। ହାଲେଲୁୟା। ତେବେ ଆମର ସବୁ ଚିନ୍ତା, ସବୁ ଦୁଃଖ, ସବୁ ସମସ୍ୟାକୁ ନେଇ ଆଜି ଆମେ ଗୋଟିଏ ରାସ୍ତା ବାଛିବା, ତାହା ହେଉଛନ୍ତି ଯୀଶୁ। There is only one way for every mankind, that is Jesus Christ. ଏକମାତ୍ର ପଥ, ସବୁ ସମସ୍ୟାର ଗୋଟିଏ ମାତ୍ର ସମାଧାନ, ତାହା ହେଉଛନ୍ତି ଯୀଶୁ ଖ୍ରୀଷ୍ଟ। ଆପଣ ଯେକୌଣସି ପ୍ରୋବ୍ଲେମରେ ପଡ଼ିଥାନ୍ତୁ, ଆପଣଙ୍କର ଯେତେ ବଡ଼ ରୋଗ ହେଉନା କାହିଁକି, ଆପଣଙ୍କର ଯେତେ ବଡ଼ ଦୁଃଖ ହେଉ, ସମସ୍ୟା ହେଉ, ଯୁବା ଯୁବତୀମାନେ ଭବିଷ୍ୟତକୁ ନେଇକି ଚିନ୍ତିତ, ଏଜୁକେସନ୍, ଚାକିରିକୁ ନେଇକି ଚିନ୍ତିତ, ନିଜର ପାରିବାରିକ ଜୀବନକୁ ନେଇକି ଚିନ୍ତିତ, ଯୀଶୁ କୁହନ୍ତି, I am the way. ମୁଁ ପଥ, ମୁଁ ମାର୍ଗ। I will show you the way. I will lead you in right path. ମୁଁ ତୋତେ ଉତ୍ତମ ମାର୍ଗରେ କଢ଼ାଇ ନେବି।
ମୁଁ ତୋର ଫ୍ୟୁଚର ଗଢ଼ିବି, ମୁଁ ତୋତେ ରାସ୍ତା ଦେଖାଇବି, ମୁଁ ତୋର ସହିତ ରହିବି। ଯୀଶୁ କହୁଛନ୍ତି ଆଇ ଆମ୍ ଦ ୱେ। ଠାରୁ ବଡ଼ ଆଶାର ବାକ୍ୟ ମୁଁ କେବେ ଦେଖି ନାହିଁ ମୋର ପ୍ରିୟ ମଣ୍ଡଳୀ। ଯୀଶୁ କହୁଛନ୍ତି ମୁଁ ପଥ ବାହାରେ କୁଆଡ଼େ ଖୋଜୁଛ? ରାସ୍ତା ମୁଁ, ରାସ୍ତା ଏଠି ଅଛି। where you are searching। ଲୋକମାନେ ଆଜି ନିଜର ଧନ ଉପରେ, ନିଜର ଶିକ୍ଷା ଉପରେ, ନିଜର ତାଲିମ ଉପରେ, ନିଜର ସ୍କିଲ୍, ନିଜର ଟ୍ୟାଲେଣ୍ଟ, ନିଜର କଳା କୌଶଳ ଶକ୍ତି ଓ ନିଜର ଯାହା ସବୁ ଜାଗତିକ ବିଷୟ ଅଛି ସେ ସବୁ ଉପରେ ନିର୍ଭର କରି ଭାବୁଛନ୍ତି ଏଇଟା ମୋତେ ଗୋଟେ ଦିନ ଶାନ୍ତି ଦେବ। ଜମାରୁ ନୁହେଁ। ଯୀଶୁ କହୁଛନ୍ତି ମୁଁ ପଥ। only I can lead you, only I can show the right way, only I can lead humankind in right path। ଯଦି ଆପଣମାନେ ନିଜର ଜୀବନର ପଥ ଯୀଶୁଙ୍କୁ ବାଛି ନାହାନ୍ତି, this is the day, take your opportunity। ହାଲେଲୁୟା। ଯୀଶୁଙ୍କୁ ନିଜର ପଥ ଆଜି ବାଛନ୍ତୁ। He will lead you in every path, in every area of your life। ଆପଣଙ୍କର ଜୀବନର ସମସ୍ତ ମାର୍ଗରେ, ସବୁ ଅବସ୍ଥାରେ, ସବୁ ପରିସ୍ଥିତିରେ ଯୀଶୁ ଆପଣଙ୍କୁ ଗାଇଡ୍ କରିବେ, ଲିଡ୍ କରିବେ, ଆହୁରି ଆପଣଙ୍କୁ ସବୁଥିରେ ସକ୍ସେସ୍ ଦେବେ। because he is the way। ହାଲେଲୁୟା। ଯୀଶୁ କହୁଛନ୍ତି ମୁଁ ପଥ, ମୁଁ ମାର୍ଗ, ମୁଁ ରାସ୍ତା, ମୁଁ ହିଁ ପଥ। I am the way, except me there is no way। ଯୀଶୁଙ୍କ ଛଡ଼ା ଆହୁରି ମାର୍ଗ ନାହିଁ, ଯୀଶୁଙ୍କ ଛଡ଼ା ଆହୁରି ପଥ ନାହିଁ। There is no any other way except Jesus Christ। May God bless all of you through this small message। Amen।